ମାମା କରୁଛନ୍ତି ମୁଡ଼ୁକି ଚାଉଳ ଯନ୍ତଣୀରେ ହେଇଛି ମୁଡ଼ୁକି। ଏଇ ତକ ମୁଡ଼ୁକି ସବୁ କରିସାରିଲେଣି ଆଉ ଅଧା ଅଧି ପ୍ରାୟ ସରିଗଲାଣି। ଆଉ ବର୍ତ୍ତମାନ ଚାଲିଛି ଆଉ ଅଳ୍ପ ବାକି ଅଛି ଆଉ। ମୁଡ଼ୁକି ମାମା କେତେ ଚାଉଳ ଯନ୍ତଣୀ ତ କ'ଣ କ'ଣ ମିଶେଇଛ? ଅଦା ରସୁଣ ପିଆଜ କଳା ଜିରା ଲୁଣ ଲଙ୍କାଗୁଣ୍ଡ ଆଉ ଜାଣି ମସଲା ମୁଡ଼ୁକି ଆଉ। ମାମା ଆମର ଖରାଦିନ ଆସିଲା ମାନେ ସବୁ ବର୍ଷ ନିହାତି ମୁଡ଼ୁକି କରିବେ। ଏଇଟା ଚଲେଇଛନ୍ତି ତାଙ୍କର ଆଜି ଖରାଦିନିଆ ମୁଡ଼ୁକି। ହେଲେ ଆଳୁ ଚିପ୍ସ କରିଥିଲି ଯେ ଆଳୁ ଚିପ୍ସ ଶୁଖେଇଛି ଡଲାରେ ଖଣ୍ଡିଆ ଡଲାଟା ହଁ ନାଇଁ କିଛି ନାହିଁ ଶୁଖେଇବା ପାଇଁ ତ ଦରକାର। ମାମା କହୁଛନ୍ତି ଖଣ୍ଡିଆ ଡଲା ଭିଡ଼ିଓ କରନି। ନାଇଁ ନାଇଁ ଶୁଖେଇବା ପାଇଁ ତ ଆଉ କ'ଣ ଭଲ ଜିନିଷ ଦରକାର, ଯାହାହେଲେ ଚଳିବ। ଏରା ସବୁ ଆଳୁ ଚିପ୍ସ କରିଛନ୍ତି। ସେପଟେ ତ ମାମା ମୁଡ଼ୁକି କରିଛନ୍ତି ଆଉ ଏଇଟା ତ ଆଳୁ ଚିପ୍ସ ଗଲା। ମାନେ ଖରାଦିନିଆ ଯାହା ଯାହା ଜିନିଷ କୁଟୁରୁ ମୁଟୁରୁ ହଉ ମାମା ନିହାତି କରିବେ ପକ୍କା। ଆହୁରି କ'ଣ କରିଛନ୍ତି ଦେଖାଉଛି। ଏଇ ଦେଖନ୍ତୁ ଆମ୍ବ ଖଟା। ଆଉ ଏଇଟା ଦେଖନ୍ତୁ କେତେ ଗୁଡ଼ିଏ ଆମ୍ବୁଲ। ଏ ବାଲ୍ଟିଟା ଦେଖୁଛନ୍ତି ତ ବଡ଼ ବାଲ୍ଟି, ବାଲ୍ଟିରେ ଫୁଲ୍ ଏଇତକ ସବୁ। ଆଉ ଏରା ଗୋଟେ ଦେଖନ୍ତୁ, ଏରା ଗୁରେ ବି ଆମ୍ବୁଲ। ଏରା ଅଧା ଅଧା ଶୁଖିଛି, ପୁରା ହେଇନି, ଆହୁରି 2-3 ଦିନ ଲାଗିବ। ଆହୁରି ଘରେ ଥୋଇଛ? ବୋପାଲ ତମେ ମାମା କେତେ ବର୍ଷ ପାଇଁ ଆମ୍ବୁଲ କରିଛ? ଦିଆନିଆ ହେଇଯାଉନି। ହଁ ଝିଅ ଝିଆଣି ଘର ଥିଲା ମାନେ ଯାହା ଜିନିଷ କରିବ ଅଧା ଜିନିଷ ଆଗ ତାଙ୍କ ପାଇଁ ଥୁଆ ହେବ। ଆମେ ଯେମିତି 3 ଭଉଣୀ ଆଉ ମୋ ବଡ଼ବାପା ଯେଉଁ ମାମା ସେ ବି 3 ଭଉଣୀ, ବଡ଼ବାପାଙ୍କ ଝିଅ ହେରିକା ସେ 3 ଭଉଣୀ ଯେ ଯାହା ଜିନିଷ ହେବ ତାଙ୍କ ପାଇଁ ଅଧା ଥୁଆ ହେବ। ଆଉ ଯାହା ବଳକା ରହିଲା ଘରେ ବ୍ୟବହାର ହେବ ଆଉ ନା ମାମା? ଏରା ଯେଉଁ ହଳଦୀ ଆଉ ଲଙ୍କାଗୁଣ୍ଡ ଦିଆ ହେଇକି ହେଇଛି ମାମା ନା, ମେଥି ଜୁଆଣି। ଆଉ ଏଇଠି ଦେଖନ୍ତୁ ଆମ୍ବ ଏଇଠି ଆହୁରି ଥୁଆ ହେଇଛି। ଏରା ମାମା କ'ଣ ପାଚିବା ପାଇଁ ନା? ଏଟା ପାଚିଲେ ଖିଆ ହେବ ଆଉ। ଏରା ହେଉଛି ମାମା କେଉଁ ଖଟା କହିଲ? ଆମ୍ବ ଖଟା। ଏରା କ'ଣ ଆଚାର ପରିକା ଲଙ୍କାଗୁଣ୍ଡ ଦେଖାଯାଉଛି? ଗୁଡ଼ ପଡ଼ିକି ଗୁଡ଼ ପଡ଼ିକି ଏଇ ଦେଖନ୍ତୁ ଏରା ହେଇଛି। ଏଇତକ ଆମ୍ବୁଲ ମାମା କେତେବେଳେ ଏରା ସବୁ କରୁଛ, ସମୟ ପାଉଛ? ମାମା ଆମର କାମିକିଆ ପ୍ରବଳ, ମାନେ ଏଇ ଜିନିଷରେ ସେ ପୁରା ନିହାତି କରିବେ ସବୁ ବର୍ଷ।